ସକାଳୁ ଆରମ୍ଭ ହେଲା ଆମର ଆଜି ମାଙ୍କଡ଼ ଦେଖାରୁ। ମୋ ପୁଅ ବି ସେଥିରେ ସାମିଲ। ସିଏ କ'ଣ କହିମି ତାକୁ, ସିଏ ବି ଝରକା ଉପରେ ଠିଆ ହେଇକି ମାଙ୍କଡ଼ ଦେଖୁଥିଲା। ମୁଁ ଆସିଗଲି ରୋଷେଇ କରିବା ପାଇଁ। ଆଜି ରୋଷେଇରେ ମୋତେ ମିକ୍ସ ଭେଜ୍ କରି ବନେଇବାର ଥିଲା। ସବୁ ପନିପରିବାକୁ ଛାଣିକି ରଖିଦେଇ ସାରିଲା ପରେ ପନିରକୁ ଛାଣିକି ବି ରଖିଦେଲି। ଗୋଟେ କଡ଼େଇରେ 2 ଚାମଚ ତେଲ ଦେଇ ସାରିଲା ପରେ ଗୋଟା ମସଲା ଆଉ ପିଆଜକୁ ପକେଇ ନାଲି ପକେଇ ଭାଜି ସାରିଲା ପରେ ସେଥିରେ ଅଦା ରସୁଣ ପେଷ୍ଟ ଆଉ ସବୁ ପ୍ରକାର ଗୁଣ୍ଡ ମସଲା ଦେଇ ଭଲ କମର କଷିଲି। ଯେହେତୁ ଟିକେ ତଳି ଲାଗିଯାଇଥିଲା ସେଥିପାଇଁ ଟିକେ 1 ଚାମଚ ପାଣି ବି ଦେଲି। ତାପରେ ଆଡ଼୍ କଲି ଚାରୁ, କାଜୁ ଆଉ ଟମାଟୋ ପେଷ୍ଟ। ସେକୁ ଦେଇ ସାରିଲା ପରେ ସେ ଧୋଇକି ଅଳ୍ପ ଟିକେ ପାଣି ଆଉ 1 ଚାମଚ ଲୁଣ ଦେଇ ତାକୁ ଭଲ କମରେ କଷି ଢଙ୍କେଇ ଦେଲି 5 ରୁ 7 ମିନିଟ୍। ମସଲା ହେଇଥିଲା ରେଡ଼ି। ସେଥିରେ ଯେତିକି ପ୍ରକାର ପନିପରିବା ଆଉ ପନିରକୁ ଭାଜିକି ରଖିଥିଲି ସବୁ ଆଡ଼୍ କରିଦେଲି। ତାକୁ ଭଲ କମରେ କଷିଲି 5 ରୁ 7 ମିନିଟ୍। ତାପରେ ଅଳ୍ପ ଟିକେ ପାଣି ଆଉ 1 ଚାମଚ ଚିନି ଦେଇ ତାକୁ ଘୋଡ଼େଇ ଦେଲି 5 ରୁ 7 ମିନିଟ୍। ହେଇଥିଲା ଆମର ତରକାରୀ ରେଡ଼ି। ତା ଦେହରେ ଅଳ୍ପ ଟିକେ ଧଣିଆ ପତ୍ର ଦେଇ ଗାର୍ନିସିଂ କରି ନେଇଯାଇଥିଲି ହଜବେଣ୍ଡଙ୍କ ପାଖକୁ ପରୀକ୍ଷାରେ ପାସ୍ କରିବା ପାଇଁ। ହଜବେଣ୍ଡ ଖାଇକି କହିଲେ ହଁ ତୁ ପରୀକ୍ଷାରେ ପାସ୍ କରିଯାଇଛୁ। ତାପରେ ଆଜି ଆମର ଖାଇବା ପୁରା ଜମିଗଲା। ଆଜି ପାଇଁ ରହିଲି। ଜୟ ଜଗନ୍ନାଥ। ଭଲ ଲାଗିଥିଲେ ଲାଇକ୍, ସେୟାର, କମେଣ୍ଟ କରିବାକୁ ଜମାରୁ ଭୁଲିବେନି।